ଯେଉଁ ବୟସରେ ହସି ଖେଳି ପାଠ ପଢ଼ିବା କଥା, ଆଜି ସେଇ ବୟସରେ ଘରର ଗୋଟିଏ ଜାଗାରେ ପଡ଼ି ରହିଛି ପିଣ୍ଟୁ। ଦାଉ ସାଜିଛି ଅଜଣା ରୋଗ। ଡାକ୍ତର ବି ଚିହ୍ନି ପାରୁନାହାନ୍ତି ପିଣ୍ଟୁର ରୋଗକୁ। ସତରେ ଈଶ୍ୱର, ତୁମେ ଏତେ ନିଷ୍ଠୁର କେମିତି? ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ସଦର ବ୍ଲକ ଅଧୀନ ମଧୁସୂଦନପୁର ପଞ୍ଚାୟତ କେନ୍ଦଳା ଗ୍ରାମରେ। ବାଦଲ ଭୋଇଙ୍କ 17 ବର୍ଷର ପୁଅ ପିଣ୍ଟୁ ଏବେ 2-3 ବର୍ଷର ଛୋଟ ପିଲା ପରି ଦିଶୁଛି। ପୁଅ ପିଣ୍ଟୁର ଉଚ୍ଚତା 2-3 ଫୁଟ ହୋଇଥିବା ବେଳେ ଓଜନ 5-7 କେଜି ଏବଂ 2 ଗୋଡ଼ 2 ହାତ ନଳି ପରି ଅତିମାତ୍ରାରେ ସରୁ। ଖାଲି ସେତିକି ନୁହେଁ, ପିଲାଟି ସବୁବେଳେ ପାଇଁ ବିଛଣାରେ ପଡ଼ି ରହିଛି। ଚଲାବୁଲା କରିବାରେ ସମ୍ପୂର୍ଣ୍ଣ ଭାବେ ଅକ୍ଷମ। ଛୋଟ ପିଲା ପରି ବାପା ମା ପିଣ୍ଟୁକୁ ଯୁଆଡ଼େ ନିଅନ୍ତି ସେ ସିଆଡ଼େ ଯାଏ। ହଁ ଦର୍ଶକ ବନ୍ଧୁ, ଏଭଳି ଘଟଣାକୁ ପାଖରୁ ଦେଖିଲେ ମନରେ କୋହ ଓ ଆଖିରେ ଲୁହ ଆସିଯିବ। ଜନ୍ମରୁ ପିଣ୍ଟୁର ରୋଗ ବିଷୟରେ ଡାକ୍ତରମାନେ କିଛି କହିପାରୁନାହାନ୍ତି। ଅନ୍ୟପଟେ ପରିବାରଟିର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଥିବାରୁ ପିଣ୍ଟୁର ଚିକିତ୍ସା ମଧ୍ୟ ସଠିକ୍ ଭାବେ ହୋଇପାରୁନାହିଁ। ପିଣ୍ଟୁର ବାପା ଜଣେ ଦିନ ମଜୁରିଆ। ଘରେ ବେଳାଏ ରୋଷେଇ ହେଲେ ଆର ବେଳକୁ ଚିନ୍ତା ପଡ଼େ। ମଧୁସୂଦନପୁର ପଞ୍ଚାୟତର କେନ୍ଦାଳ ଗାଁ ବାଦଲ ଭୋଇଙ୍କ ଘର। ଆମେ ଆସି ଏଠି ଦେଖିଲୁ, ଆମର ଯେ ସଦସ୍ୟ ଅଛନ୍ତି ରଶ୍ମି ବାବୁ, ସେ ଆମକୁ ଖବର ଦେଲେ। ଆମର ସଭାପତି ଜଗନ୍ନାଥ ବେହେରା ଏବଂ ମୁଁ ଆସି ଯାହା ଦେଖିଲୁ, ତାଙ୍କର 2ଟି ଝିଅ, ଗୋଟିଏ ପୁଅ। ପୁଅଟିକୁ 17 ବର୍ଷ ହେଲାଣି, ହାତ ଗୋଡ଼ ପୁରା ନଳି। ଦେଖିଲେ ଜଣାପଡ଼ୁଛି ଯେମିତି ଗୋଟେ 3-4 ବର୍ଷର ଛୁଆଟିଏ। ତେଣୁ ତାଙ୍କର ମାନସିକ ଅଭିବୃଦ୍ଧି ଘଟୁନି କି ଶାରୀରିକ ଅଭିବୃଦ୍ଧି ଘଟୁନି ଏବଂ ହାତ ଗୋଡ଼ ପୁରା ନଳି। ସେ କଥାବାର୍ତ୍ତା ବି କରିପାରୁନି ଏବଂ ସେଇ ବିଛଣାରେ ଝାଡ଼ା ପରିସ୍ରା ସେଇଠି। ଜଣେ ପରିବାରର ଜଣେ କିଏ ତାକୁ ସବୁବେଳେ ଜଗୁଛନ୍ତି ଏବଂ ସେ ବାପା ଦିନ ମଜୁରିଆ, ରୋଜଗାର ନାହିଁ ଏବଂ ସିଏ ବି ସେପରି ପରାମର୍ଶ ପାଇପାରୁନାହାନ୍ତି। ଯଦିଓ ପ୍ରାଥମିକ ଅବସ୍ଥାରେ କିଛି ଚିକିତ୍ସା କରିଛନ୍ତି, ଯାହା କିଛି ଲାଭ ହେଇନି। ତେଣୁ ବର୍ତ୍ତମାନ ଏ ଯେଉଁ ଘଟଣାଟି, ଏ ଯେଉଁ ବିରଳ ଘଟଣାଟି, ଯେ ଗୋଟିଏ ଛୁଆ 17 ବର୍ଷ ହେଲାଣି, ତା'ର ମାନସିକ ଅଭିବୃଦ୍ଧି ନାହିଁ କି ଶାରୀରିକ ଅଭିବୃଦ୍ଧି ନାହିଁ ଏବଂ ଗୋଟେ ଏମିତି ଗୋଟେ ସ୍ପର୍ଶକାତର ଘଟଣା, ଏହା ମଧ୍ୟ କେବଳ ଜିଲ୍ଲା ପ୍ରଶାସନ ନୁହଁ, ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆସିବା ଦରକାର। ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯିବା ଦରକାର। ଯେହେତୁ ସେ 17 ବର୍ଷ, ତାଙ୍କର ଆଧାର କାର୍ଡ଼ ହେଇପାରୁନି। ତେଣୁ ଆମେ ଆସିବା ସେବା ସଂଗଠନରୁ ଆସିଥିଲୁ। ଆମ ସଭାପତି ତାଙ୍କୁ ପରାମର୍ଶ ଦେଇଛନ୍ତି ସେ ଆଧାର କାର୍ଡ଼ ବାହାର କରିବେ। ଆଉ ବାଦଲ ବାବୁଙ୍କୁ ମଧ୍ୟ କୁହାଯାଇଛି ସେ ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚିବେ, ଜିଲ୍ଲାପାଳଙ୍କୁ ଭେଟିବେ ଏବଂ କ'ଣ କେମିତି ଆଗକୁ ତାଙ୍କ ପୁଅଟି ଚିକିତ୍ସା ସୁବିଧା ପାଇପାରିବ, ଯାହା ନିହାତି ଜରୁରୀ ମନେ ହୁଏ। ଆମର ସଭାପତି ସେ ସଂକ୍ରାନ୍ତରେ ପରାମର୍ଶ କରିଛନ୍ତି। ଆମେ ସେହି ଅନୁସାରେ ଆଗକୁ ତାଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼େଇବୁ। ଅଭାଗା ପିଣ୍ଟୁର ଚିକିତ୍ସା ଓ ପରିବାରଟିକୁ ସାହାଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ପିଣ୍ଟୁର ବାପା ମା, ଗ୍ରାମବାସୀ ଓ ଆଶୀର୍ବାଦ ସେବା ସଂଗଠନ ପକ୍ଷରୁ ଆକୁଳ ନିବେଦନ କରାଯାଇଛି। ଯଦି ଜିଲ୍ଲା ପ୍ରଶାସନ ଓ ଅନ୍ୟାନ୍ୟ ଘରୋଇ ସଂଗଠନ ଓ ବଦାନ୍ୟ ବ୍ୟକ୍ତିମାନେ ଏହି ପରିବାରର ସମସ୍ୟା ପ୍ରତି ଦୃଷ୍ଟି ଦେବେ, ତେବେ ସେମାନଙ୍କର ସମସ୍ୟା କିଛି ଅଂଶରେ ଲାଘବ ହୋଇପାରିବ। ଏବେ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ କେବେ ସାହାଯ୍ୟର ହାତ ବଢ଼ାଉଛି ପିଣ୍ଟୁକୁ। ଜଗତସିଂହପୁରରୁ ପ୍ରତାପ କୁମାର ସିଂଙ୍କ ରିପୋର୍ଟ ଷ୍ଟୁଡିଓ।